সেটা পছরে ভাবিবা। 12 তারিখରେ ଛକି ଶୂନ ରିଲିଜ ହଉଛି, ସେଇଟା ଆଗେ ଦେଖିବା। ଛକି ଶୂନ ଫିଲ୍ମରେ ମୁଁ ନାହିଁ, କିନ୍ତୁ ସେଇ ଗୀତରେ ଅଛି ଯୋଉଟା କି 2011ରେ ଯୋଉ ଫିଲ୍ମରେ ଆମେ ନୂଆ ପରିଚୟ ପାଇଥିଲୁ ବାବୁଙ୍ଗା ଟୋକା 2.0, ସେଇ ଗୀତରେ ଆମେ ଅଛୁ। ଆଉ ଗୋଟେ ଯେମିତି ସେଟା ହିଟ୍ ସୁପର ଡୁପର ହିଟ୍ ବମ୍ପର ହିଟ୍ ତା ରେକର୍ଡ କାଟି ନଥିଲା, ସେମିତି ବାବୁଙ୍ଗା ଟୋକା 2.0 ତାର ରେକର୍ଡ ମାଇଲଷ୍ଟୋନ ନିହାତି ଭାବରେ ସୃଷ୍ଟି କରିବ, ସେଇ ଆଶା ଅଛି। ଆଉ ଭିଡିଓଟି ବହୁତ ବଢିଆ ହେଇଛି। ଅନୁଭବ ଭାଇ ଗାଇଛନ୍ତି, ଆମେ ନାଚିଛୁ। ମୁଁ ଆଉ ଆକାଶ ଓଡ଼ିଆ ଟୋକା ମାନେ ହିରୋ ହେଇକି ନାଚିଛୁ। ୟାଠୁ ବଡ ଜିନିଷ କିଛି ନାହିଁ। ଅନୁଭବ ଭାଇ ଗାଇଛନ୍ତି ଆଉ ଆମେ କରିଛୁ। ଆଉ ଆମେ ରଜରେ ଆସୁଛୁ, ଏତେ ବର୍ଷ ଗ୍ୟାପ୍ ଭିତରେ ମୁଁ ଅନୁଭବ ଭାଇଙ୍କ ସହିତ ଆସିନଥିଲି। ଆଉ ମତେ ପୁଣି ଥରେ ଚାନ୍ସ ମିଳିଲା ଫିଲ୍ମ ଦୁନିଆକୁ ଫେରିବାକୁ। ଆଉ ଛକି ଶୂନ ମାଧ୍ୟମରେ ମୁଁ ଫେରୁଛି, ବାବୁଙ୍ଗା ଟୋକା 2.0 ଗୀତରେ କରିଛି। ବସ୍ ଦର୍ଶକ ମାନଙ୍କୁ କହିବି 12 ତାରିଖ ଫିଲ୍ମ ରିଲିଜ ହଉଛି, ଢେର ସାରା ଭଲ ପାଇବା ଦିଅନ୍ତୁ, ଢେର ସାରା ଆଶୀର୍ବାଦ କରନ୍ତୁ। ସିନେମା ଯାତ୍ରା ସରିଲା, ଯାତ୍ରା ପରେ ସିନେମା ପୁଣି ଚାଲିବ, ସିନେମା ପରେ ପୁଣି ଯାତ୍ରା। ସବୁଥିରେ ରହିବା ଦରକାର, ନହେଲେ ଲୋକ ଏଠୁ ଭୁଲିଗଲେ ସିଆଡେ ସରିଯିବ। ଯାତ୍ରା ନା ସିନେମାରେ ଅଭିନୟ କରିବାକୁ କେଉଁଥିରେ ବେଶୀ ଭଲ ଲାଗେ? ମତେ ସବୁଥିରେ ଅଭିନୟ କରିବାକୁ ବେଶୀ ଭଲ ଲାଗେ। ସବୁ କ୍ଷେତ୍ରରେ ନିଜକୁ ପାରଙ୍ଗମ କରିବାର ଅଛି, ଲୋକଙ୍କର ଭଲ ପାଇବାଟା ସାଉଣ୍ଟିବାର ଅଛି। କାହିଁକି ନା ଲୋକଙ୍କର ଭଲ ପାଇବା ଆଶୀର୍ବାଦ ଯେତେବେଳେ ମିଳେ, ସେଇଟା ମୁଁ ଭାବେ ଡାଇରେକ୍ଟ ଭଗବାନଙ୍କ ଆଶୀର୍ବାଦ ସହିତ ସମାନ। ଯାତ୍ରାରେ ପରିଶ୍ରମ ଅଧିକ ପଡିକି ନାଇଁ ରାତିରେ ପରିଶ୍ରମ କିଛି ମାନେ ସେମିତି ନାହିଁ। ସଫିସିଏଣ୍ଟ ଟାଇମ ଶୋଇବା ପାଇଁ ମିଳୁଛି। ଆଉ ଯାତ୍ରା ଦୁନିଆ ଅଲଗା, ଫିଲ୍ମ ଦୁନିଆ ଅଲଗା, ସିରିଏଲ ଦୁନିଆ ଅଲଗା। ସମସ୍ତଙ୍କ ଦୁନିଆରେ ନିଜକୁ ନିଜେ ପାରଙ୍ଗମ କରିକି ନିଜକୁ ପ୍ରୁଭ୍ କରିବାର ଅଛି ଯେ ତମେ ଗୋଟେ ଭଲ ଆର୍ଟିଷ୍ଟ। ସିଏ ଜର୍ଣ୍ଣି ବି ବହୁତ ଭଲ ଥିଲା, ଭଲ ଏକ୍ସପିରିଏନ୍ସ ଗେନ୍ କରାହେଇଛି। ସେଇଥିପାଇଁ ଆଜି ଠିଆ ହେଇଛି, ପୁଣି ଥରେ କମବ୍ୟାକ୍ କରୁଛି ଅନୁଭବ ଭାଇଙ୍କ ସହିତ। ୟାଠୁ ବଡ ଜିନିଷ ମୋ ପାଇଁ କିଛି ନୁହେଁ। ଗୋଟେ ଲୋକ ସାଧାରଣ କହିବି ଅବସାଦରେ ରହିଯାଏ କି ଗୋଟେ ବିଫଳ ହେଇଯାଏ କି ଗୋଟେ ଧକ୍କା ଦିଏ, ଧକ୍କା ପାଏ, ସେଠୁ ଓଭରକମ୍ କରିବା ପାଇଁ କଣ କରିବାକୁ ପଡିବ ଆପଣଙ୍କ ଅନୁଭବ? ବସ୍ ଏତିକି କହିବି, ନିଜକୁ ସେତିକି ଷ୍ଟ୍ରଙ୍ଗ ରଖିବାକୁ ପଡିବ। ଆଣ୍ଡ ନିଜକୁ ସେତିକି ମାନସିକ ସ୍ତରରୁ ବି ଷ୍ଟ୍ରଙ୍ଗ ରହିବାକୁ ପଡିବ। ସବୁଆଡୁ ନିଜକୁ ଷ୍ଟ୍ରଙ୍ଗ ରହିବା, ଭାଙ୍ଗିବା ଦରକାର ନାହିଁ, କି ଭାଙ୍ଗି ପଡିବ ନାହିଁ କେହି ବି। ବାସ୍ ଏତିକି ଭରସା ବିଶ୍ୱାସ ରଖିବା ଦରକାର ଭଗବାନଙ୍କ ଉପରେ, ଆଉ ବାପା ମାଙ୍କ ଉପରେ ଭରସା ବିଶ୍ୱାସ ରଖିବା ଦରକାର। ସେମାନେ ଅଛନ୍ତି, ଭଗବାନ ଅଛନ୍ତି। ନିହାତି ଭାବରେ ରାସ୍ତା ପଡିଛି ମାନେ ଭଲ ରାସ୍ତା ଆସିବ। ଏବେ ଖରାପ ରାସ୍ତା ପଡିଛି, ଖରାପ ରାସ୍ତାରେ ଭଲ ରାସ୍ତା ଭାବିକି ଆମକୁ ଯିବାକୁ ପଡିବ। ଆଚ୍ଛା, ଯେତେବେଳେ ଅନ୍ୟମାନଙ୍କ ଉପରେ ମାନେ କିଛି ସଂକଟ ପଡେ, ସେତେବେଳେ ଅନ୍ୟମାନେ ତାଙ୍କୁ ବୁଝେଇଥାନ୍ତି, ତାଙ୍କୁ ମୋଟିଭେସନ କରନ୍ତି। ନିଜ ଉପରେ ପଡେ, ସେ ମଣିଷ କୋଉଠି ନା କୋଉଠି ସେଠି ହାରାସ ହେଇଯାଏ, କିଛି ବୁଝିବାକୁ ଆସିଲା। ଆପଣ କିଏ ସେ ଟାଇମରେ ସହଯୋଗ କରିଥିଲେ? ଆଉ ମୋ ଟାଇମରେ ମୋରି ସବୁ ସାନ ଭାଇ ସାଙ୍ଗମାନେ ବହୁତ ସାଥ ଦେଇଛନ୍ତି ମତେ। ଏକା ମତେ କେହି ଗୋଟେ ମୋମେଣ୍ଟ ଛାଡି ନାହାନ୍ତି। ସନ୍ଧ୍ୟା ହେଲା ମାନେ 4ଟା 5ଟା ହେଲା ମାନେ ସେମାନେ ଫୋନ କରିକି ଡାକିବେ, କଣ ଶୋଇଛୁ କି, ଆରେ ଆସୁନୁ ଆସେ ବସିବା ବୁଲିବା, କାହିଁ ଘରେ ଅଛୁ କହିକି ଏମିତି କରିକି ସେମାନେ ମତେ ମଜାମସ୍ତି କରିକି ମତେ ପୁରା ଚାର୍ଜ କରିକି ରଖେଇଥିଲେ। ମତେ ସେମାନେ ବହୁତ ଷ୍ଟ୍ରଙ୍ଗ କରେଇଛନ୍ତି, ବହୁତ ପଛଆଡୁ ପୁଷଅପ୍ ବି କରେଇଛନ୍ତି, ଆଗକୁ ବଢେଇଛନ୍ତି ବି। ବହୁତ ଜଣଙ୍କର ହାତ ଅଛି, ମାନେ ମରି ଯାଉଥିବା ମଣିଷ, ଭାଙ୍ଗି ଯାଉଥିବା ମଣିଷ ଆଜି ଠିଆ ହେଇକି ମାନେ ଭଲ ଭାବରେ ଷ୍ଟ୍ରଙ୍ଗ ହେଇକି ଅଛି। ସେଇ ସାଙ୍ଗ, ଭାଇ, ବନ୍ଧୁ ଆଉ ମୋ ଫ୍ୟାମିଲି। ସେଟା ପଛରେ ଭାବିବା। 12 ତାରିଖରେ ଛକି ଶୂନ ରିଲିଜ ହଉଛି, ସେଇଟା ଆଗେ ଦେଖିବା।